ନମସ୍କାର। ଯୀଶୁଙ୍କ ଅକାଟ୍ୟ ବଚନ, ଯୀଶୁଙ୍କ ବାଣୀକୁ ଆପଣଙ୍କୁ ସ୍ୱାଗତ। ନିଜ ଧାରଣା ଅନୁସାରେ ବଞ୍ଚନ୍ତୁ ନାହିଁ, ବରଂ ଈଶ୍ୱରଙ୍କର ସତ୍ୟ ବାକ୍ୟ ଗ୍ରହଣ କରନ୍ତୁ ଆଉ ଆପଣଙ୍କର ଜୀବନକୁ ପରିବର୍ତ୍ତନ କରନ୍ତୁ। ଆଜି ଆମେ ଆଲୋଚନା କରିବା ପ୍ରଭୁ ଭୋଜ ବିଷୟରେ। ଯୀଶୁ ନିଜର ଶରୀରକୁ କାହିଁକି ଦେଲେ, ଆଉ ଲୋକମାନେ ରୋଟିକୁ ଭାଙ୍ଗି ଯୀଶୁଙ୍କ ଶରୀର ବୋଲି କାହିଁକି ଭୋଜନ କରନ୍ତି? ଯୀଶୁ ଥରେ ଲୋକ ଗହଳିରେ କହିଲେ, ମୁଁ ମୋର ମାଂସକୁ ଜଗତ ନିମନ୍ତେ ଦେବି, ଯେ କେହି ଭୋଜନ କରିବ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ତ ଯେତେବେଳେ ମନୁଷ୍ୟ ଭାବରେ ଲୋକମାନେ ଆକୁ ଦେଖିଲେ, ସେମାନେ ବହୁତ ରାଗିଗଲେ, କ୍ରୋଧ କଲେ। ଅନେକ ଲୋକ ନିନ୍ଦା କଲେ, ଅନେକ ଲୋକ ଥଟ୍ଟା କଲେ। ଏଇଟା କି ପ୍ରକାର କଥା? ମନୁଷ୍ୟର ମାଂସ ଖାଇବା, ମନୁଷ୍ୟର ମାଂସ ଖାଇଲେ କ'ଣ ଆମେ ଅନନ୍ତ ଜୀବନ ପାଇବୁ? ତ ନିଶ୍ଚିତ ଭାବେ ଏହା ମନୁଷ୍ୟ ସମ୍ବନ୍ଧରେ ଜାଗତିକ ଦୃଷ୍ଟିରେ ଏହା ଗୋଟେ ତୁଚ୍ଛନୀୟ କଥା। କିନ୍ତୁ ଯଦି ଆମେମାନେ ଈଶ୍ୱରଙ୍କର ମାପଦଣ୍ଡରେ, ଈଶ୍ୱରଙ୍କ ରାସ୍ତାରେ ଯାଇକି ଦେଖିବା, ଏହି କାର୍ଯ୍ୟ ବା ଏହି ବାକ୍ୟ ଆମ ଜୀବନ ପାଇଁ ଅନନ୍ତ ଜୀବନ ଆଣିଦେଇଛି, ଆମ ଜୀବନ ପାଇଁ ଧାର୍ମିକତା ଆଣିଦେଇଛି। ତ ଆସନ୍ତୁ ଗୋଟେ ବାକ୍ୟ ପଢ଼ିକି ଆମେ ଦେଖିବା ଈଶ୍ୱର ଏହି ବାକ୍ୟ ଦ୍ୱାରା କ'ଣ କହିବା ପାଇଁ ଚାହୁଁଛନ୍ତି। ଆସନ୍ତୁ ଯୀଶୁଙ୍କର ଗୋଟେ ବାକ୍ୟ ମୁଁ ପଢ଼ିବି। ବାଇବେଲ ନୂତନ ନିୟମ ଲୋକ ପୁସ୍ତକ ତାର 22-20 ପଦ ମୁଁ 19 ପଦ ମୁଁ ପଢ଼ୁଛି। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋର ଶରୀର ଏହି, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ତ ଯୀଶୁଖ୍ରୀଷ୍ଟ ତାଙ୍କ ମୃତ୍ୟୁର ପୂର୍ବ ଦିନରେ ଶିଷ୍ୟମାନଙ୍କୁ ଗୋଟିଏ ରୋଟିକୁ ଭାଙ୍ଗିକି ଖଣ୍ଡ ଖଣ୍ଡ କରିକି ଖାଇବା ପାଇଁ ଦେଲେ। କ'ଣ କର ବୋଲି ସେ କହୁଛନ୍ତି? ଏହା ହେଉଛି ମୋର ମାଂସ, ଏହା ମୋତେ ସ୍ମରଣ କରିବା ପାଇଁ କର ବୋଲି କହିଲେ। ତ ଏଥିର ଉଦ୍ଦେଶ୍ୟ କ'ଣ? ତ ଯୀଶୁଙ୍କ ଶରୀର କ'ଣ? ବାଇବେଲରେ ଗୋଟେ ବାକ୍ୟ ଲେଖା ଅଛି, ପାପର ବେତନ ହେଉଛି ମୃତ୍ୟୁ। ପାପର ବେତନ ମୃତ୍ୟୁ। ଯେ କେହି ପାପ କରେ ସେ ମୃତ୍ୟୁ ଭୋଗ କରିବ, ନରକ ଯିବ। ଏଇଟା ହେଉଛି ବାଇବେଲର ସତ୍ୟ। କିନ୍ତୁ ଆମେ ଯଦି ଜଗତକୁ ଦେଖିବା, ତେବେ ପାପ ନ କରିଥିବା ଲୋକ ଏମିତି ପୃଥିବୀରେ ଜଣେ ମଧ୍ୟ ନାହାନ୍ତି। ସମସ୍ତେ ତ ପାପ କରିଅଛନ୍ତି, ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି, ଏମିତି ଲେଖା ହେଇଛି ବାଇବେଲରେ। ତେବେ ଆମେ ମନୁଷ୍ୟ ଦୃଷ୍ଟିରେ ଅନେକ ଲୋକକୁ ଧାର୍ମିକ ଦେଖିଥାଇପାରୁ, ଆଉ ଅନେକ ସମୟରେ ଆମେ ଅନେକ ବିଷୟ ଚିନ୍ତା କରୁଛୁ, କିନ୍ତୁ ଆମେ ନିଜକୁ କେବେ ହେଲେ ପବିତ୍ର ମାର୍ଗରେ, ଧାର୍ମିକତା ମାର୍ଗରେ ସମ୍ପୂର୍ଣ୍ଣ ସିଦ୍ଧ ଭାବେ ଆମେ କେବେ ନେଇପାରିବା ନାହିଁ। ତ ଆମେ ବାଇବେଲକୁ ଯଦି ଦେଖିବା, ବାଇବେଲ ମନୁଷ୍ୟର ଗୁପ୍ତ ବିଷୟ ସବୁ ପ୍ରକାଶ କରୁଛି। କିନ୍ତୁ ମନୁଷ୍ୟ ପ୍ରକୃତରେ ଜଗତରେ ଗୋଟେ ମୁଖା ପିନ୍ଧିକି ସେ ବାସ କରିବା ପାଇଁ ଚେଷ୍ଟା କରୁଛି। ଯଦିଓ ବି ସେ କଦର୍ଯ୍ୟ, ଯଦିଓ ବି ସେ ପାପୀ, ଯଦିଓ ବି ସେ ଦୁଷ୍ଟ, ଯଦିଓ ବି ସେ ଜୀବନରେ ଅନେକ ମନ୍ଦ କର୍ମ କରୁଛି, କିନ୍ତୁ ଜଗତରେ ସେ ଯେପରି ପ୍ରକାଶିତ ନ ହୁଏ, ସେଥିପାଇଁ ସେ ମୁଖା ପିନ୍ଧିକି ଧାର୍ମିକର ବେଶ ଧାରଣ କରିକି ସେ ବଞ୍ଚୁଛି। ଆମମାନଙ୍କର ଜୀବନ କାରଣ ହେଉଛି ଏଇଟା। ତ ଆମେ ପ୍ରବଞ୍ଚନାର ଜୀବନକୁ ବିତାଉଛୁ ଲୋକଙ୍କୁ ଦେଖେଇବା ପାଇଁ, ମାନେ ବ୍ୟବହାରିକ ନମ୍ରତାକୁ ନେଇକି ଆମେ ଲୋକଙ୍କ ଆଗରେ କେମିତି ନମ୍ର ଦେଖାଯିବା, ଲୋକ କେମିତି ଆମକୁ ଚାବାସ କରିବେ, ଆମେ କେମିତି ପ୍ରଶଂସା ପ୍ରାପ୍ତ ହେବା, ଲୋକ ଆମକୁ କେମିତି ସମ୍ମାନ ଦେବେ, ଏଇ ବିଚାରଧାରାକୁ ନେଇକି ଆମର ମନ୍ଦ ବିଷୟ ସବୁ ଆମେ ଢାଙ୍କି ଆମେ ଘୋଡ଼େଇକି ବଞ୍ଚିବା ପାଇଁ ଚେଷ୍ଟା କରିବା ଲୋକ ଅଟୁ। ତ ପାପର ବେତନ ହେଉଛି ମୃତ୍ୟୁ, ବାଇବେଲର ସତ୍ୟ। ଯିଏ ପାପ କରିଛି ସେ ମୃତ୍ୟୁ ଭୋଗ କରିବ, ଯିଏ ପାପ କରିଛି ସେ ନରକ ଯିବ। ତ
ଯଦି ଆମେ ଲୋକଙ୍କର ଜୀବନକୁ ଦେଖିବା, ଆମ ଜୀବନକୁ ଦେଖିବା, ଆମ ଜୀବନରେ ଆମେ ଅନେକ ଥର ପାପ କରିସାରିଛୁ, ଅନେକ ପ୍ରକାର ପାପ କରିସାରିଛୁ। ସେଥିପାଇଁ ଆମ ଜୀବନରେ ଏବେ ଆମେ ଯାହା କଲେ ମଧ୍ୟ ଧାର୍ମିକ ହେଇପାରିବା ନାହିଁ। ଆମେ ଯାହା କଲେ ମଧ୍ୟ ପବିତ୍ର ହେଇପାରିବା ନାହିଁ। ଆମେ ଯାହା କଲେ ମଧ୍ୟ ସ୍ୱର୍ଗୀୟ ହେଇପାରିବା ନାହିଁ। ଥରେ ପାପ କଲେ ପାପ, 10 ଥର ପାପ କଲେ ମଧ୍ୟ ସେ ପାପ, 1000 ଥର ପାପ କଲେ ମଧ୍ୟ ପାପ। ଗୋଟିଏ ପାପ କଲେ ପାପ, 10ଟା ପାପ କଲେ ପାପ, 1000ଟା ପାପ କଲେ ମଧ୍ୟ ପାପ। ଆମେମାନେ ପାପୀ ଅଟୁ। ସେଥିପାଇଁ ଆମେ ଜୀବନରେ ଯାହା ବି କରିବା, ଆମେ କଦାପି ପବିତ୍ର ହେଇପାରିବା ନାହିଁ, କଦାପି ସିଦ୍ଧ ହେଇପାରିବା ନାହିଁ, ପାପରୁ ମୁକ୍ତ ହେଇପାରିବା ନାହିଁ। ତେଣୁ ଆମ ବଦଳରେ ଆଉ ଯଦି କେହି କରିଦେବ, ତେବେ ଆମେ ସେଥିରୁ ମୁକ୍ତ ହେଇପାରିବା। ତ ଯୀଶୁଖ୍ରୀଷ୍ଟ କ'ଣ କଲେ? ଯୀଶୁଖ୍ରୀଷ୍ଟଙ୍କୁ ଈଶ୍ୱର ଏଥିପାଇଁ ପ୍ରେରଣ କରିଥିଲେ, ଯିଏ କି ଆମମାନଙ୍କ ଜାଗାରେ ଥାଇକି ଆମ ନିମନ୍ତେ ଆମର ପାପକୁ ନେଇ ସେ ମୃତ୍ୟୁଭୋଗ କରିବେ, ଯଦ୍ୱାରା ଆମେ ମୃତ୍ୟୁର ରାସ୍ତାରୁ ମୁକୁଳି ପାରିବା। ଏହା ହେଉଛି ଈଶ୍ୱରଙ୍କର ଅନୁଗ୍ରହ ରାସ୍ତା, ଈଶ୍ୱରଙ୍କର କାର୍ଯ୍ୟ। ଯଦି ଆମେ ଗୋଟିଏ ଦୋକାନରେ ବାକି ଅଛୁ, ଋଣ କରିଛୁ, ଯଦି ସେଇ ଋଣକୁ ଅନ୍ୟ ଜଣେ ଯଦି ପୈଠ କରେ, ତେବେ ଆମେ ବିନା କାର୍ଯ୍ୟରେ, ତାହାଙ୍କର କାର୍ଯ୍ୟ ଦ୍ୱାରା ଆମେ ଋଣମୁକ୍ତ ହେଇଥାଉ। ଯଦି ଆମେ ପାପ କରିଛୁ, ଆମେ ମୃତ୍ୟୁର ଯୋଗ୍ୟ, କିନ୍ତୁ ଆମର ମୃତ୍ୟୁ ଯଦି ଆଉ ଜଣେ ବହନ କଲା, ତେବେ ସେ ମୃତ୍ୟୁରୁ ଆମେ ମୁକ୍ତ ହେଇପାରିବା। ସେଥିପାଇଁ ଯୀଶୁ ଜଗତକୁ ଆସିଥିଲେ, ଯେ କି ମୋର ପାପର ଭାର ତାହାଙ୍କ ଉପରେ ଯେପରି ଦିଆଯିବ। ଆସନ୍ତୁ ଗୋଟେ ବାକ୍ୟ ପଢ଼ିବା। ମୁଁ ପଢ଼ୁଛି ଦ୍ୱିତୀୟ କରନ୍ତି 5:21 ପଦ ମୁଁ ପଢ଼ୁଛି। ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ଈଶ୍ୱର ଆପଣା ବାକ୍ୟ ଦ୍ୱାରା ମରିୟମଙ୍କ ଗର୍ଭରୁ ଏକ ଶରୀର ପ୍ରସ୍ତୁତ କଲେ। କାହିଁକି ଏ ପ୍ରକାର ଶରୀର ପ୍ରସ୍ତୁତ କଲେ? କାରଣ ଜଗତରେ ଯେଉଁ ଶରୀର ବି ଆସୁଛି, ସବୁ ଜନ୍ମରୁ ହିଁ ପାପୀ, ଜନ୍ମରୁ ପାପକୁ ନେଇକି ଆସୁଛି। ବାପାଙ୍କର ବୀଜରୁ ଆଦମଙ୍କର ବୀଜ ଠାରୁ ଯେଉଁ ଶରୀର ଯାକ ଉତ୍ପନ୍ନ ହେଉଛି, ସେସବୁ ପାପର ଶରୀର, ସେ ଭିତରେ ପାପ ହିଁ ଅଛି। ଗୋଟେ ଜାଗାରେ ପାପ ହିଁ ଅଛି, ସେଠି ଆଉ ପାପର ପ୍ରାୟଶ୍ଚିତ୍ତ ସେ ଶରୀର ଦ୍ୱାରା କରାଯାଇପାରିବ ନାହିଁ। ଜଣେ ଋଣୀ ଅନ୍ୟ ଜଣେ ଋଣୀର ମୁକ୍ତ ପାଇଁ ସେ କେବେ କାର୍ଯ୍ୟ କରିପାରିବ ନାହିଁ। ଜଣେ ପାପୀ ଅନ୍ୟ ପାପୀ ପାଇଁ ସେ କେବେ ଜୀବନ ଦେଇପାରିବ ନାହିଁ। ସେଥିପାଇଁ ଈଶ୍ୱର କ'ଣ କଲେ? ଗୋଟେ ଧାର୍ମିକର ଶରୀରକୁ ଉତ୍ପନ୍ନ କଲେ ମରିୟମଙ୍କ ଗର୍ଭରୁ, ଆପଣା ବାକ୍ୟ ଦ୍ୱାରା। ସେଇ ଶରୀର ହେଉଛି ଯୀଶୁଖ୍ରୀଷ୍ଟ। ସେ ଶରୀର ହେଉଛି ଯୀଶୁଖ୍ରୀଷ୍ଟ, ଯେଉଁ ଶରୀର କି ଆମମାନଙ୍କର ସମସ୍ତ ପାପ ବହନ କରିବା ପାଇଁ ଯୋଗ୍ୟ ଅଟେ। ତ ଈଶ୍ୱର କ'ଣ କଲେ? ଆମମାନଙ୍କର ସମସ୍ତର ପାପ ତାଙ୍କ ଉପରେ ଦେଲେ। କାହା ଦ୍ୱାରା? ବାପ୍ତିଜକ ଜହନଙ୍କ ଦ୍ୱାରା ତାଙ୍କର ମସ୍ତକରେ ହସ୍ତ ନିର୍ଭର ଦ୍ୱାରା ଆମର ସମସ୍ତ ପାପ ତାହାଙ୍କ ଉପରକୁ ଦେଲେ। ଏଠି ଲେଖା ହେଇଛି କ'ଣ? ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ। ତାର ତ ଆମର ପାପ ତାହାଙ୍କ ଉପରକୁ ଦିଆଗଲା। କ'ଣ ପାଇଁ ଦିଆଗଲା? ଯଦ୍ୱାରା ଆମେ ଈଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ। ମାନେ ଆମର ପାପ ଯୀଶୁଙ୍କ ଉପରକୁ ଟ୍ରାନ୍ସଫର ହେବା ଦ୍ୱାରା, ସ୍ଥାନାନ୍ତରିତ ହେବା ଦ୍ୱାରା ଆମେ ଯେପରି ଯୀଶୁଙ୍କ ପରି ଧାର୍ମିକ ହଉ, ଈଶ୍ୱରଙ୍କ ପରି ଧାର୍ମିକ ହଉ, ସେଥିପାଇଁ ଈଶ୍ୱର ଯୋଜନାବଦ୍ଧ ଭାବେ ସେ ଶରୀରକୁ ଉତ୍ପନ୍ନ କରିକି, ସୃଷ୍ଟି କରିକି ଆମର ପାପକୁ ତାଙ୍କ ଉପରକୁ ସ୍ଥାନାନ୍ତରଣ କରିଅଛନ୍ତି। ତ ଆସନ୍ତୁ ଆଉ ଗୋଟେ ବାକ୍ୟ ପଢ଼ିବା। ଯିଶାୟା ପୁସ୍ତକରେ ଲେଖା ଅଛି, ଯୀଶୁଙ୍କର ଜନ୍ମ ପୂର୍ବରୁ ଏହି ପୁସ୍ତକ ଲେଖାଯାଇଛି, ଅନେକ ବର୍ଷ ଆଗରୁ। ଯିଶାୟା 53:5 ପଦ ମୁଁ ପଢ଼ୁଛି। ମାତ୍ର ସେ ଆମ୍ଭମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ, ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ଓ ତାହାଙ୍କ ପ୍ରହାରରେ ଆମେମାନେ ସୁସ୍ଥ ହେଲୁ। ତ ଯୀଶୁଙ୍କ ଶରୀର କାହିଁକି ଆମ ପାଇଁ ମୂଲ୍ୟବାନ? ସେଇ ଗୋଟେ ଶରୀର, ଯେଉଁ ଶରୀର କି ପାପ କରିନାହିଁ, କିନ୍ତୁ ମୋର ପାପର ବୋଝକୁ ବହନ କରି
ମୋ ଆଗରେ କର୍ମ ଫଳ ମୋର ଦଣ୍ଡ ବିଧାନ ଯାହା ବି ଥିଲା ସେ ସକଳ ବିଷୟକୁ ନିଜ ଉପରକୁ ଉଠେଇଛନ୍ତି। ବାକ୍ୟରେ ସେମିତି ଲେଖା ହେଇଛି। କ'ଣ ଲେଖା ହେଇଛି? ମାତ୍ର ସେ ଆମମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ। ଆମେ ଜଗତର ମନୁଷ୍ୟ ପାପ କଲେ। ଲେଖା ହେଇଛି କ'ଣ? ଅଧର୍ମ, ଧର୍ମର ବିପରୀତ କାର୍ଯ୍ୟ କଲେ, ତାହାର ଫଳାଫଳ ଭୋଗିଲେ କି ଯୀଶୁ ଖ୍ରୀଷ୍ଟ। ତାପରେ ଲେଖା ହେଇଛି ଆମମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ମନୁଷ୍ୟ ଅପରାଧ କଲା, ମନୁଷ୍ୟ ବ୍ୟଭିଚାର କଲା, ମନୁଷ୍ୟ ସକଳ ଅପରାଧ କଲା, କିନ୍ତୁ ତାର ଫଳ କିଏ ଭୋଗିଲେ? ଯୀଶୁ ଖ୍ରୀଷ୍ଟ ଭୋଗିଲେ। ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା। ଆମମାନଙ୍କୁ ଯେଉଁ ଶାସ୍ତି ଥିଲା, ଆମମାନଙ୍କୁ ଯେଉଁ ଦଣ୍ଡ ଥିଲା, ଆମମାନଙ୍କର ଯେଉଁ ବିଷୟ ବି ଥିଲା, ସେ ସକଳ ବିଷୟ ଯୀଶୁ ନିଜ ଶରୀରରେ ଗ୍ରହଣ କଲେ। ଆଉ ଜୀବନରେ ସେ ଦଣ୍ଡ ଭୋଗିଲେ, କୃଷାର୍ପିତ ହେଲେ, କଣ୍ଟାର ମୁକୁଟ ପିନ୍ଧିଲେ, କୋଡ଼ା ପ୍ରହାର ସହିଲେ। ତା ତଳୁ ଲେଖା ହେଇଛି ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ଆମେମାନେ ଯଦି ଯୀଶୁଙ୍କ ଶରୀର ଉତ୍ପନ୍ନ କରିନଥାନ୍ତେ ଈଶ୍ୱର, ତେବେ ଆମ୍ଭେମାନେ ପାପୀ ହେଇକି ମରିଥାନ୍ତୁ, ଆମର ଦଣ୍ଡ ଆମ ଉପରେ ହେଇକି ରହିଥାନ୍ତା। କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ଯୀଶୁଙ୍କୁ ସେ ଗୋଟେ ଶରୀରକୁ ଉତ୍ପନ୍ନ କଲେ, ତାହାଙ୍କୁ ଯୀଶୁ ବୋଲି ନାମ ଦେଲେ। ଆଉ ସେ ଶରୀରରେ ଆମମାନଙ୍କର ସମସ୍ତ ଅଧର୍ମ, ଆମମାନଙ୍କର ସମସ୍ତ ପାପ, ଆମମାନଙ୍କର ସମସ୍ତ ଅପରାଧକୁ ତାଙ୍କ ଉପରକୁ ବର୍ତ୍ତାଇଲେ, ଆଉ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ତ ଯୀଶୁ ଆପଣା ଶରୀରକୁ ଖଣ୍ଡ ଖଣ୍ଡ କରି ରୁଟି ମାଧ୍ୟମରେ କାହିଁକି ଦେଲେ? ରୁଟି ଖଣ୍ଡ ଖଣ୍ଡ କରି ମୋର ଶରୀର ବୋଲି କାହିଁକି ଦେଲେ? ଆମମାନଙ୍କୁ ସ୍ମରଣ କରିବାକୁ ଅଛି, ମନେ ପକାଇବା ଅଛି। କ'ଣ? ନାଇଁ, ଯୀଶୁଙ୍କ ଉପରକୁ ମୋର ପାପ ସ୍ଥାନାନ୍ତରିତ ହୋଇସାରିଛି। ଯେଉଁ ପାପ ପାଇଁ ମୋତେ ନରକ ଯିବାକୁ ଥିଲା, ଯେଉଁ ପାପ ପାଇଁ ମୋତେ ଦଣ୍ଡ ଭୋଗିବାକୁ ଥିଲା, ଯେଉଁ ପାପ ପାଇଁ ମୋତେ ମୋର କର୍ମର ଫଳ ଭୋଗିବାକୁ ଥିଲା, ତାହା ଯୀଶୁ ନିଜ ଉପରକୁ ଉଠେଇଛନ୍ତି। ସେଇ ଶରୀର ମୋ ପାଇଁ ରକ୍ତାକ୍ତ ହୋଇସାରିଛି। ସେଇ ଶରୀର ମୋ ପାଇଁ କୋରଡ଼ା ପ୍ରହାର ସହିସାରିଛି। ସେଇ ଶରୀର ମୋର ପାପର ବୋଝକୁ ବହିସାରିଛି। ସେଇ ଶରୀରକୁ ମନେ ପକାଇବା ପାଇଁ, ସେଇ ଶରୀରକୁ ଆଜି ମନେ ପକାଇବା ପାଇଁ ଯୀଶୁ କ'ଣ କଲେ? ରୁଟିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଆମମାନଙ୍କୁ ମୋତେ ଦେଇଅଛନ୍ତି। ତେଣୁ ଆଜି ପ୍ରଭୁ ଯେଉଁ ଆମେମାନେ ଗ୍ରହଣ କରୁଛୁ, କ'ଣ ପାଇଁ? ସେଇ ଶରୀରକୁ ସ୍ମରଣ କରୁଛୁ କି ଯେଉଁ ଶରୀର ମୋର ପାପକୁ ବହନ କରିସାରିଛି, ଯେଉଁ ଶରୀର ମୋର ପାପ ପାଇଁ ଦଣ୍ଡ ଭୋଗ କରିସାରିଛି, ଯେଉଁ ଶରୀର ମୋର ପାପର ବୋଝକୁ ନେଇସାରିଛି। ତେଣୁ ମୁଁ ଧାର୍ମିକ ଅଟେ, ପବିତ୍ର ଅଟେ, ମୁଁ ନିର୍ଦ୍ଦୋଷ ନିଷ୍କଳଙ୍କ ଅଟେ, କେବଳ ଯୀଶୁଙ୍କ ଶରୀର ଦ୍ୱାରା। ଧନ୍ୟବାଦ। ଏଇଥିପାଇଁ ଆମମାନେ ସମସ୍ତେ ଯୀଶୁଙ୍କ ଶରୀରକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି, ଯେଉଁମାନେ ବିଶ୍ୱାସ କରନ୍ତି।